ମୁଁ ଆଜି ଅତ୍ୟନ୍ତ ପ୍ରୀତ ଅନୁଭବ କରିଛି ଯେ ଆମ ମହାବିଦ୍ୟାଳୟରେ ଶିକ୍ଷାନୁଷ୍ଠାନରେ ଏଭଳି ଗୋଟେ ଶିବିର ଆରମ୍ଭ ହୋଇଛି। ବନ୍ଦେ ମାତରମ୍ ଗୀତକୁ ଆମେ କିଭଳି ଭାବରେ ଶିଖିବା। ଆଜି ମଞ୍ଚାସୀନ ଆମର ବଡ଼େନ ବ୍ଲକର ବିଡିଓ ସାର୍ ଏବଂ ଏ ଶିବିରକୁ ପରିଚାଳନା କରୁଥିବା ଆମର ରିସୋର୍ସ ପର୍ସନ ପ୍ରଫେସର ଗୟାଧର ମହାନ୍ତି, ସହକର୍ମୀ ଏବଂ ବନ୍ଧୁ ଘନିଷ୍ଠ ବନ୍ଧୁ, ମୁଁ ଦେଖିବାକୁ ପାଉଛି ଆପଣମାନଙ୍କ ଗଣରେ ଆମର ଅନେକ ପୁରାତନ ଛାତ୍ରମାନେ ଅଛନ୍ତି, ଛାତ୍ରୀମାନେ ବି ଅଛନ୍ତି। ଆପଣମାନଙ୍କୁ ଦେଖି ମୁଁ ଭାରି ଖୁସି ଉଲ୍ଲସିତ ଅନୁଭବ କରୁଛି। ମୁଁ ପଢିଛି ଇତିହାସରେ ଗୋଟେ ଅନ୍ଧକାର ଯୁଗ ଆସିଥିଲା ଇତିହାସ, ଏବଂ ମୁଁ ମୋର ଇତିହାସ ପ୍ରଫେସରଙ୍କୁ ପ୍ରଶ୍ନ କରିଥିଲି ଯେ ଇତିହାସରେ କାହିଁକି ଅନ୍ଧକାର ଯୁଗ ଆସିଥିଲା। ଆଉ ସେତେବେଳେ ସେ ମତେ ଥରେ କହିଥିଲେ, ଦାନି ବାବୁ, ଯେତେବେଳେ ମୋ ଦେଶର ଶିକ୍ଷକ ମାନେ ଅଧ୍ୟାପକ ମାନେ ନିରବି ଯାଆନ୍ତି ସେତେବେଳେ ଅନ୍ଧକାର ଯୁଗ ଆସିଥାଏ। କୌଣସି ଦେଶରେ ଯେତେବେଳେ ଶିକ୍ଷକ ନିରବି ଯାଆନ୍ତି, ସାଇଲେଣ୍ଟ ହେଇଯାଆନ୍ତି, ସେତେବେଳକୁ ଅନ୍ଧକାର ଯୁଗ ମାଡ଼ିଯାଏ। ପୃଥିବୀର ଅନେକ ଦେଶରେ ଅନ୍ଧକାର ଯୁଗ ଆସିଛି। ସେମିତି ଗୋଟେ ଅନ୍ଧକାର ଯୁଗ ସମୟରେ ଏହି ବନ୍ଦେ ମାତରମ୍ ଗୀତଟି ଲେଖାଯାଇଥିଲା ଏବଂ ଆମେ ଜାଣିଛୁ କିଏ ଲେଖିଥିଲେ, ବଙ୍କିମଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ, ଚଟ୍ଟୋପାଧ୍ୟାୟ ଲେଖିଥିଲେ। କଲିକତା ବିଶ୍ୱବିଦ୍ୟାଳୟ ଯେତେବେଳେ 1858 ମସିହାରେ ସ୍ଥାପିତ ହେଲା, ସେତେବେଳେ ବଙ୍କିମଚନ୍ଦ୍ର ଚାଟାର୍ଜୀ ବୋଧ ହୁଏ ସେ ବିଶ୍ୱବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଥିଲେ। ପରବର୍ତ୍ତୀ କାଳରେ ସେ ଜଣେ ବରିଷ୍ଠ ଅଫିସର ହେଲେ ଏବଂ এই ଗୀତଟିକୁ ଲେଖିଛନ୍ତି। এই ଗୀତଟି ଆନନ୍ଦ ମଠ ବୋଲି ଗୋଟେ ଉପନ୍ୟାସରେ ବି ସ୍ଥାନିତ, ତା ପୂର୍ବରୁ ଦୁର୍ଗେଶ ନନ୍ଦିନୀ ଭଳି ଗୋଟେ ମ୍ୟାଗାଜିନରେ ମଧ୍ୟ ସ୍ଥାନିତ ହୋଇଥିଲା। ନିଜେ ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହି ଗୀତଟିକୁ ଗାନ କରିଛନ୍ତି। ବନ୍ଦେ ମାତରମ୍ ଗୋଟେ ଗୀତ ନୁହେଁ, ଗୋଟେ ଜୀବନ ଦୃଷ୍ଟି, ଗୋଟିଏ ଗୋଷ୍ଠୀର ଜାତିର ଜୀବନର ଦୃଷ୍ଟି। ତାକୁ ଇଂରାଜୀରେ କହନ୍ତି ଆଉ ୱାର୍ଲ୍ଡ ଭ୍ୟୁ ଅଫ ଏ ନେସନ। ଆଜି ଆମେ ଏ ଗୀତଟାକୁ ଶିଖୁଛୁ ଏବଂ ଖାଲି ଆମେ ଶିଖୁନୁ, ଭାରତ ସାରା ସମସ୍ତେ ଶିଖିବେ, ଆବାଳ ବୃଦ୍ଧ ବନିତା ଶିଖିବେ। ଏବଂ এই ଗୀତର ଯେତେବେଳେ ଆମେ ଭାବାର୍ଥକୁ ମର୍ମମାର୍ଗ ଅନୁଭବ କରୁ, ସେତେବେଳେ ଆମେ ବୁଝିପାରିବା ଏଇଠି କେତେ ଅନ୍ତର୍ଦୃଷ୍ଟି ଅଛି, କେତେ ଜୀବନୀ ଶକ୍ତି ଅଛି ଏବଂ ଆମକୁ ଆସନ୍ତା ଦିନ ପାଇଁ କେମିତି ପ୍ରବୋଧିତ କରିବ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବା। ଦେଖନ୍ତୁ এই ଗୀତଟି 19ଶ ଶତାବ୍ଦୀରେ ଲେଖାଯାଇଥିଲା, କିନ୍ତୁ ବନ୍ଦେ ମାତରମ୍ ନାମରେ ବିପିନ ବିହାରୀ ପାଲ ଗୋଟିଏ ସାପ୍ତାହିକ ପତ୍ରିକା ଆରମ୍ଭ କରିଥିଲେ। ଜାତୀୟତାବାଦୀ ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀ ମାନେ ଥିଲେ, ସେମାନେ ଆରମ୍ଭ କରିଥିଲେ ବନ୍ଦେ ମାତରମ୍ ବୋଲି ଗୋଟେ ପତ୍ରିକା, ଗୋଟେ ଖବର କାଗଜ ୱିକଲି। ତାକୁ ପରବର୍ତ୍ତୀ ସମୟରେ 1907 ମସିହାରେ ଶ୍ରୀ ଅରବିନ୍ଦ ଘୋଷ ସମ୍ପାଦନା ଦାୟିତ୍ୱ ଗ୍ରହଣ କଲେ। ଗୋଟେ ଗୀତ କେମିତି ଗୋଟେ ଜାତିକୁ ପ୍ରଭାବିତ କରୁଛି, ଖାଲି ସେତିକି ନୁହେଁ, ପ୍ରଥମ ଥର ପାଇଁ ଯେତେବେଳେ ଭାରତୀୟ ଜାତୀୟ ପତାକା ବର୍ଲିନ ସହରରେ ଉତ୍ତୋଳନ କରାଯାଇଥିଲା 1907 ମସିହାରେ, ମ୍ୟାଡାମ କାମା ଯେତେବେଳେ ତାକୁ ଉତ୍ତୋଳନ କରିଥିଲେ, ଫ୍ଲାଗରେ ସେ ପତାକାରେ ବି ଲେଖାଯାଇଥିଲା ବନ୍ଦେ ମାତରମ୍। ଆଜି 1950 ମସିହାରେ ଯେତେବେଳେ ଏହାକୁ ଆମର ଦେଶର ନ୍ୟାସନାଲ ସଙ୍ଗ ହିସାବରେ ଆମେ ଗ୍ରହଣ କରିଛୁ, ତାକୁ ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନାଗରିକ ଖାଲି ଶିଖିବାର କଥା ନୁହେଁ, ତାକୁ ହୃଦୟସ୍ଥ କରିବା କଥା, ଆତ୍ମସ୍ଥ କରିବା କଥା। ଆଉ ଇଏ ଆମକୁ ମାର୍ଗଦର୍ଶନ ଦେବ। ଗୋଟେ ଜାତି ତାର ନିଜର ଗୀତକୁ ସେ ଗାନ କରିବେ। এই ଗୀତ ଖାଲି ନୁହେଁ, ଇଏ ଗୋଟେ ଜୀବନ ଦୃଷ୍ଟି, ୱାର୍ଲ୍ଡ ଭ୍ୟୁ। ଆମର ସାମଗ୍ରିକ ଚେତନାକୁ ଯେତେବେଳେ ପ୍ରଜ୍ୱଳିତ କରିବ, ସେତେବେଳେ ସେ ଜାତିଟି ଉଠିବ। ମୁଁ ଆପଣମାନଙ୍କୁ ଆନନ୍ଦ କରିବି, ପ୍ରତ୍ୟେକ ଦେଶର ଜୀବନରେ ଗୋଟେ ଅନ୍ଧକାର ଯୁଗ ଆସେ। ସେତେବେଳେ ଆସେ ଯେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିରବି ଯାଆନ୍ତି। ଆଜି ଆପଣମାନଙ୍କ ଉପରେ ଗୁରୁ ଦାୟିତ୍ୱ ପଡିଛି, ସେ ନିରବତାକୁ ଭଙ୍ଗ କରି ଆମେ ଆମ ଜାତୀୟ ଗୀତ ଗାନ କରିବା ବନ୍ଦେ ମାତରମ୍। ମତେ ଆପଣମାନେ ଏ ଶିବିରରେ ସାମିଲ କରି
ମତେ ଯୋଉ ଗୋଟେ ଅପୂର୍ବ ସୁଯୋଗ ପ୍ରଦାନ କଲେ ସେଥିପାଇଁ ମୋ ହୃଦୟର ଗଭୀରତମ ପ୍ରତି ଆପଣମାନଙ୍କୁ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛି। ବିଶେଷ ଭାବରେ ଭିଡ଼ିଓ ସାର୍ ଏବଂ ପ୍ରଫେସର ଆପଣ ସମସ୍ତଙ୍କୁ ଧନ୍ୟବାଦ।